एता विभूति योग च मम यो वेति तत्त्वतः स विकम्पेन योगेन युजुते नात्र संचय। ଯେଉଁ ପୁରୁଷ ଯୋଗ ଓ ମୋର ଉପରୋକ୍ତ ଭୂମିକାକୁ ସାକ୍ଷାତକାର ସହିତ ଜାଣିଥାଏ ସେ ସ୍ଥିର ଧ୍ୟାନ ଯୋଗ ଦ୍ୱାରା ମୋ ସହିତ ଐକ୍ୟ ଭାବରେ ସ୍ଥିତ ହୋଇଥାଏ। ଏଥିରେ କିଛି ମଧ୍ୟ ସଞ୍ଚୟ ନାହିଁ। ଯେଉଁପରି ବାୟୁ ରହିତ ସ୍ଥାନରେ ରଖାଯାଇଥିବା ଦୀପଶିଖା ଊର୍ଦ୍ଧ୍ୱକୁ ଯାଇଥାଏ, କମ୍ପନ ହୋଇନଥାଏ, ଯୋଗୀଙ୍କ ବିଚିତା ଚିତ୍ତରେ ମଧ୍ୟ ଏହା ହିଁ ପରିଭାଷିତ ଅଟେ। ପ୍ରସ୍ତୁତ ଶ୍ଲୋକରେ ଅବିକମ୍ପେନ ଶବ୍ଦ ଏହି ଆୟସ ଆଡ଼କୁ ସଂକେତ କରୁଅଛି। ଅହ ସର୍ବସ୍ୟ ପ୍ରଭମୈତ୍ୟ ସର୍ବ ପ୍ରବର୍ତ୍ୟତେ ଇତି ମୈତ୍ୟା ଭବନ୍ତେ ମା ବୁଧାଭାବ ସମନ୍ୱିତା। ମୁଁ ସମ୍ପୂର୍ଣ୍ଣ ଜଗତର ଉତ୍ପତ୍ତିର କାରଣ ଅଟେ। ମୋ ଠାରେ ହିଁ ସମ୍ପୂର୍ଣ୍ଣ ଜଗତ ଚେଷ୍ଟା କରୁଥାଏ। ଏହିପରି ବିଚାର କରି ଶ୍ରଦ୍ଧା ଓ ଭକ୍ତିଯୁକ୍ତ ହୋଇଥିବା ବିବେକୀ ଜନ ମୋର ନିରନ୍ତର ଭଜନ କରନ୍ତି। ତାତ୍ପର୍ଯ୍ୟ ଏହା କି ଯେ ଯୋଗୀ ଦ୍ୱାରା ମୋର ଅନୁରୂପ ଯେଉଁ ପ୍ରବୃତ୍ତି ହେଉଛି ତାହାକୁ ମୁଁ ହିଁ କରିଥାଏ। ତାହା ମୋର ହିଁ ପ୍ରସାଦ ଅଟେ। ସେହି ପ୍ରସାଦ କିପରି? ଏହା ପୂର୍ବରୁ ସ୍ଥାନ ସ୍ଥାନରେ କହି ସାରିଛନ୍ତି ଯେ ସେମାନେ ନିରନ୍ତର କିପରି ଭଜନ କରୁଥାନ୍ତି। ଏହା ଉପରେ କହୁଛନ୍ତି ମୋହିତା ମଦଗତ ପ୍ରାଣା ବୋଧୟନ ପରସ୍ପରମ୍ କଥୟନ୍ତଶ୍ଚ ମା ନିତ୍ୟ ତୁଷ୍ୟାନି ଚରମନ୍ତି ଚ। ଅନ୍ୟ କାହାକୁ ସ୍ଥାନ ନ ଦେଇ ମୋଠାରେ ହିଁ ନିରନ୍ତର ଚିତ୍ତକୁ ଲଗାଉଥିବା, ମୋଠାରେ ହିଁ ପ୍ରାଣ ଲଗାଉଥିବା ସଦୈବ ପରସ୍ପର ମୋ ପ୍ରତିକ୍ରିୟାମାନ ବୋଧ କରିଥାନ୍ତି, ମୋର ଗୁଣମାନ କରି ସନ୍ତୁଷ୍ଟ ହେଉଥାନ୍ତି ତଥା ନିରନ୍ତର ମୋଠାରେ ହିଁ ରମଣ ରହିଥାନ୍ତି। ତେଷା ସତତ ୟୁକ୍ତାନା ଭଜାତା ପ୍ରୀତିପୂର୍ବକମ୍ ଦଦାମି ବୁଦ୍ଧିଜଗତ ୟନ ମାମୁପୟନ୍ତି ତେ। ନିରନ୍ତର ମୋର ଧ୍ୟାନରେ ଲାଗି ରହି ତଥା ପ୍ରେମପୂର୍ବକ ଭଜନ କରୁଥିବା ସେହି ଭକ୍ତକୁ ବୁଦ୍ଧି ଯୋଗ ଅର୍ଥାତ୍ ଯୋଗରେ ପ୍ରବେଶ କରାଉଥିବା ବୁଦ୍ଧି ପ୍ରଦାନ କରିଥାଏ, ଯାହାଦ୍ୱାରା ସେମାନେ ମୋତେ ପ୍ରାପ୍ତ କରିଥାନ୍ତି। ଅର୍ଥାତ୍ ଯୋଗର ଜାଗୃତି ଈଶ୍ୱରଙ୍କ ଦ୍ୱାରା ହିଁ ହୋଇଥାଏ। ସେହି ଅବ୍ୟକ୍ତ ମହାପୁରୁଷ ଯୋଗରେ ପ୍ରବେଶ କରୁଥିବା ବୁଦ୍ଧି କିପରି ଦେଇଥାନ୍ତି? ତେଷାମେବାନୁକମ୍ପାର୍ଥ ମୋହ ଜ୍ଞାନେନ ତମ ନାଶାୟାମ୍ୟାପ୍ତମ ଭାବଶ୍ଚ ଜ୍ଞାନୋଦ୍ଦୀପନ ଭାବତ୍ୟା। ତାହାଙ୍କୁ ପୂର୍ଣ୍ଣ ଅନୁଗ୍ରହ କରିବା ନିମନ୍ତେ ମୁଁ ତାହାଙ୍କ ଆତ୍ମାଠାରୁ ଅଭିନ୍ନ ହୋଇ ରଥି ହୋଇ ଅଜ୍ଞାନରୁ ଉତ୍ପନ୍ନ ଅନ୍ଧାରରୁ ଜ୍ଞାନରୂପୀ ଦୀପ ଦ୍ୱାରା ପ୍ରକାଶିତ କରି ନଷ୍ଟ କରିଥାଏ। ବସ୍ତୁତଃ କୌଣସି ସ୍ଥିତପ୍ରଜ୍ଞ ଯୋଗୀଙ୍କ ଦ୍ୱାରା ଯେଉଁ ପର୍ଯ୍ୟନ୍ତ ସେହି ପରମାତ୍ମାଙ୍କ ଆପଣଙ୍କ ଆତ୍ମାରେ ହିଁ ଜାଗୃତ ହୋଇ ନିରନ୍ତର ସଞ୍ଚାଳନ ନ କରିଥାନ୍ତି, ରୋକଥାମ ନ କରିଥାନ୍ତି, ଏହି ପ୍ରକୃତିରେ ଦ୍ୱନ୍ଦ୍ୱରୁ ବାହାର କରି ସ୍ୱୟଂ ଆଗକୁ ନେଇଥାନ୍ତି, ସେହି ପର୍ଯ୍ୟନ୍ତ ବାସ୍ତବରେ ଯଥାର୍ଥ ଭଜନ ପ୍ରାରମ୍ଭ ହିଁ ହୋଇନଥାଏ। ଏପରି ତ ଭଗବାନ ସମସ୍ତଙ୍କ ଠାରୁ କହୁଥାନ୍ତି, କିନ୍ତୁ ପ୍ରାରମ୍ଭରେ ସେ ସ୍ୱରୂପସ୍ଥ ମହାପୁରୁଷଙ୍କ ମାଧ୍ୟମରେ ହିଁ କହିଥାନ୍ତି। ଯଦି ଏପରି ମହାପୁରୁଷ ଆପଣଙ୍କୁ ପ୍ରାପ୍ତ ହୋଇନଥାନ୍ତି, ତେବେ ସେ ଆପଣଙ୍କୁ ସ୍ପଷ୍ଟ କରିବେ ନାହିଁ। ଇଷ୍ଟ ସଦ୍‌ଗୁରୁ ଅଥବା ପରମାତ୍ମା ସାଧକଙ୍କ ହୃଦୟରେ ରଥି ହେବା ପରସ୍ପର ଗୋଟିଏ ହିଁ ଅର୍ଥ। ସାଧକଙ୍କ ଆତ୍ମାରେ ଜାଗୃତି ହୋଇଥିବା ପରେ ତାହାଙ୍କ ନିର୍ଦ୍ଦେଶ ଚାରୋଟି ପ୍ରକାରରେ ମିଳିଥାଏ। ପ୍ରଥମେ ସ୍ଥୂଳ ସ୍ୱରା ସମ୍ବନ୍ଧୀ ଅନୁଭବ ହୋଇଥାଏ। ଆପଣ ଚିନ୍ତନରେ ବସିଛନ୍ତି, କେବଳ ଆପଣ ମନ ଲାଗିବ କେ